ଆଜିର ଏହି କାହାଣୀ ନାଗୌରର ଦୁର୍ଗରେ ଥିବା ଗୁପ୍ତଧନ ବିଷୟରେ। ଯେଉଁ ଗୁପ୍ତଧନର ଚର୍ଚ୍ଚା ଦ୍ୱାଦଶ ଶତାବ୍ଦୀରେ ଏବଂ ଆଜି ବି ପ୍ରସିଦ୍ଧ ଅଛି। ଭାରତ ସରକାର ମଧ୍ୟ ନାଗୌର ଗୁପ୍ତଧନକୁ ଅକ୍ତିଆର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହେଲେ। କୁହାଯାଉଛି କିଛି ଖରାପ ଶକ୍ତି ସେହି ଧନକୁ ଦେଖାରଖା କରୁଛନ୍ତି, ଆଉ ଯେ କେହି ସେହି ଧନକୁ ଲୁଣ୍ଠନ କରିବାକୁ ଚାହାନ୍ତି ସେମାନେ ତାକୁ ମାରି ଦିଅନ୍ତି। କିନ୍ତୁ ପୃଥ୍ୱୀ ଆଉ ଶାଲିନୀ ଏକଥା ନ ଜାଣି ସେହି ଗୁପ୍ତଧନ ପାଇବା ଲୋଭରେ ନାଗର ଦୁର୍ଗ ଆଡ଼କୁ ଗତି କରୁଥିଲେ। ଶାଲିନୀ, ଗୁପ୍ତଧନ ମିଳିବା ପରେ ତୁମେ ତାର କ'ଣ କରିବ? ପୃଥ୍ୱୀ ମୋଟର ସାଇକେଲ ଚାଳନା କରିବା ସମୟରେ ତାଙ୍କ ପଛରେ ବସିଥିବା ଶାଲିନୀକୁ ପଚାରିଲେ, କିନ୍ତୁ ଶାଲିନୀ ଚାରିପଟରେ ଶାନ୍ତ ପରିବେଶ ଦେଖି ଚୁପ୍ ଥିଲେ। ସେ ଏହାକୁ ଦେଖି ତୁରନ୍ତ ପୃଥ୍ୱୀକୁ କହିଲେ, ପୃଥ୍ୱୀ, ଆମେ ଦୁଇ ଜଣ ଠିକ୍ କରୁଛେ ତ? ଜଣା ନାହିଁ କାହିଁକି ମନ ଭାରି ଅସ୍ଥିର ହେଉଛି। ଏକରେ ତ ଏଇ ସୁନସାନ ରାସ୍ତା, ତା ଉପରେ ତମକୁ ରାତିରେ ହିଁ ଗୁପ୍ତଧନ ଚୋରି କରିବାର ଥିଲା। ଯେମିତି ଯେମିତି ପୃଥ୍ୱୀ ଆଉ ଶାଲିନୀ ନାଗୌର କିଲ୍ଲାର ନିକଟତର ହେଉଥାନ୍ତି, ପୃଥ୍ୱୀ ଗାଡ଼ିର ଗତି ଦ୍ରୁତତର କରୁଥାନ୍ତି। କିନ୍ତୁ ଶାଲିନୀ ଦୁର୍ଗକୁ ଦେଖି ଡରୁଥିଲେ। ଠିକ୍ ଏହି ସମୟରେ ତାଙ୍କର ନଜର ସାମ୍ନାରେ ଥିବା କଚ୍ଚା ରାସ୍ତାରେ ପଡ଼ିଲା। ସେ ଚିତ୍କାର କରି ପୃଥ୍ୱୀକୁ ଜୋରରେ ଜାବୁଡ଼ି ଧରିଲେ। ଶାଲିନୀର ଚିତ୍କାର ଶୁଣି ପୃଥ୍ୱୀ ମୋଟର ସାଇକେଲ ରଖିଦେଲେ। ଶାଲିନୀ, ତୁମର କ'ଣ ହୋଇଛି? କ'ଣ ପାଇଁ ଏତେ ରାତିରେ ତୁମେ ଚିତ୍କାର କରୁଛ? କେହି ଯଦି ଶୁଣିଦେବେ ତାହେଲେ ଅସୁବିଧା ହୋଇଯିବ। ପୃଥ୍ୱୀ ରାଗି ଯାଇ ଶାଲିନୀକୁ କହିଲେ। ଏହାର ପ୍ରତ୍ୟୁତ୍ତରରେ ଶାଲିନୀ କହିଲେ, ପୃଥ୍ୱୀ, କାଳି ବିଲେଇ ଆମର ରାସ୍ତା କାଟିଗଲା। ଏହା ବହୁତ ବଡ଼ ଅଶୁଭ ସୂଚନା। ଶାଲିନୀର କଥା ଶୁଣି ପୃଥ୍ୱୀ ହସି କରି କହିଲେ, ତୁମେ ବିନା ଶାଲିନୀ, ଆଜିକାଲିର ସମୟରେ କିଏ ଏସବୁ କଥା ଉପରେ ବିଶ୍ୱାସ କରେ? ଏବେ ଚୁପଚାପ ବସି ରହୁ, ଆମେ ଏବେ ହିଁ ପହଞ୍ଚିଯିବା। ପୃଥ୍ୱୀ ଶାଲିନୀକୁ ଚୁପ୍ ହୋଇ ବସିବାକୁ କହି ମୋଟର ସାଇକେଲ ଚଲାଇବାକୁ ବାହାରିଲା ବେଳକୁ ଚକାରେ କଣା ହୋଇଯାଇଥିଲା। ନାଇଁ ସାଙ୍ଗ, ନାଇଁ, ଗରିବ ବୋଲି କ'ଣ ହଟା ଗୁଳା ଗିଳିଦେବା ନା କ'ଣ? ତୁମର ବିଲେଇ ମୋଟର ସାଇକେଲରେ କଣା କରିଦେଲା। ତୁମର ବିଲେଇ ଆସି ଠିକ୍ କରିବ ଏହା? ପୃଥ୍ୱୀ ରାଗରେ କହି କହି ଚାଲିକରି ନାଗୌର ଦୁର୍ଗ ଆଡ଼କୁ ବାହାରିଲେ। ପୃଥ୍ୱୀକୁ ଏକୁଟିଆ ଯାଉଥିବାର ଦେଖି ଶାଲିନୀ ତାଙ୍କ ପଛେ ପଛେ ଚାଲିଲେ। ଏବେ ଦୁଇ ଜଣ ଦୁର୍ଗର ଫାଟକ ପାଖରେ ପହଞ୍ଚିଲେ। ଠିକ୍ ଏହି ସମୟରେ ଏକ ବୁଢ଼ୀ ଲୋକ ବାଡ଼ି ସାହାରାରେ ଚାଲି ଚାଲି ଦୁଇ ଜଣଙ୍କ ନିକଟକୁ ଆସିଲେ, ଆଉ ହସି କରି କହିଲେ, ଗୁପ୍ତଧନ ଚୋରି କରିବାକୁ ଆସିଛ? ଭଲ ହେଲା, ବହୁତ ବର୍ଷ ହେଇଗଲାଣି ତାଙ୍କୁ କାହାର ରକ୍ତ ପିଇବାର। ଯାଅ ଯାଅ, ସେମାନେ ବି ତୁମର ଅପେକ୍ଷାରେ ଅଛନ୍ତି। ପୃଥ୍ୱୀ ଆଉ ଶାଲିନୀ କିଛି ବୁଝିବା ପୂର୍ବରୁ ବୁଢ଼ୀ ଲୋକ ଜଣକ ଦୁଇ ଜଣଙ୍କ ସମ୍ମୁଖରୁ ପଳେଇଲେ। କିଏ ଥିଲେ? କ'ଣ ଏମିତି ଆଡ଼ୁ ସିଆଡ଼ୁ ବକି ଯାଉଥିଲେ? ଶାଲିନୀ ସେହି ବୁଢ଼ୀ ଲୋକର ଯିବା ଜାଣି ପୃଥ୍ୱୀକୁ କହିଲେ, କିନ୍ତୁ ପୃଥ୍ୱୀ ସେହି ବୁଢ଼ୀ ଲୋକର କୌଣସି କଥାକୁ ଗୁରୁତ୍ୱ ଦେଲେନି ଏବଂ ଶାଲିନୀଙ୍କର ହାତ ଧରି ନାଗୌର ଦୁର୍ଗ ଭିତରକୁ ପ୍ରବେଶ କଲେ। ଶାଲିନୀ, ତୁମକୁ ଜଣାଅଛି, ମୋର ବାପା ମୋତେ ପିଲାଦିନେ ପୃଥ୍ୱୀରାଜ ଚୌହାନଙ୍କର ବୀରତାର କାହାଣୀ କହୁଥିଲେ, ଯେ ସେ କିପରି 17 ଥର ମହମ୍ମଦ ଘୋରୀଙ୍କୁ ହରାଇଥିଲେ, ଆଉ ସେ ଯେବେ ବନ୍ଦୀ ହୋଇଥିଲେ କିପରି ତାଙ୍କର କଥାର ଚାତୁର୍ଯ୍ୟରେ ମହମ୍ମଦ ଘୋରୀଙ୍କୁ ମାରିବାରେ ସଫଳ ହୋଇଥିଲେ। ପୃଥ୍ୱୀ ଶାଲିନୀକୁ କହି କହି ଏକ ଭୂତଳ ଗୃହ ଆଡ଼କୁ ଅଗ୍ରସର ହେଉଥିଲେ। ଶାଲିନୀ ବି ହାତରେ ମଶାଲ ଧରି ପୃଥ୍ୱୀଙ୍କ କଥା ମାନି ପଛେ ପଛେ ଯାଉଥିଲେ। ପୃଥ୍ୱୀ ତାଙ୍କ ହାତରେ ଗୋଟିଏ ନକ୍ସା ଧରି ମଶାଲ ଆଲୁଅରେ ତାକୁ ପଢ଼ି ଏକ ଅନ୍ଧାର ଗୁମ୍ଫା ଆଡ଼କୁ ଅଗ୍ରସର ହେଉଥିଲେ। ତ ତାହେଲେ ଏଥିପାଇଁ ତୁମ ବାପା ତୁମ ନାମ ପୃଥ୍ୱୀ ରଖିଛନ୍ତି ନା? ହଁ, ସେଥିପାଇଁ ତ ମୁଁ ପ୍ରତ୍ନତତ୍ତ୍ୱ ବିଦ୍ୟା ପଢ଼ିବା ପରେ ପ୍ରଥମେ ନାଗୌର ଦୁର୍ଗକୁ ବାଛିଲି, ଯାହା ଫଳରେ ମୁଁ ପୃଥ୍ୱୀରାଜକୁ ଆଉ ଟିକିଏ ଭଲ ଭାବରେ ଜାଣିପାରିବି। ସେ ମୋର ନାୟକ ଅଟନ୍ତି। କିନ୍ତୁ ଏ ଟଙ୍କା ବି ବହୁତ ଆଶ୍ଚର୍ଯ୍ୟର ଜିନିଷ, ମଣିଷକୁ କ'ଣ କ'ଣ ସବୁ କରିବାକୁ ବାଧ୍ୟ କରିଦେଇଥାଏ। ପୃଥ୍ୱୀ କହିବା ସମୟରେ ଆଲୁଅକୁ ଦେଖି ବାଦୁଡ଼ି ଦଳ ପୃଥ୍ୱୀ ଆଉ ଶାଲିନୀକୁ ରାମ୍ପୁଡ଼ି ଦେଇ ସମ୍ମୁଖରେ ଚାଲିଗଲେ। ଦୁଇ ଜଣଙ୍କ ମୁଖ ପୂରାପୂରି କ୍ଷତାକ୍ତ ହୋଇଯାଇଥିଲା, ଆଉ ଡରରେ ଶାଲିନୀଙ୍କ ହାତରୁ ମଶାଲ ପଡ଼ିଯାଇ ଲିଭିଗଲା। ଶାଲିନୀ,
ତୁମେ ଠିକ୍ ଅଛ ତ? ପୃଥ୍ୱୀ ଅନ୍ଧାରେ ଶାଲିନୀକୁ ପଚାରିଲେ। ଶାଲିନୀ କହିଲେ, ହଁ ପୃଥ୍ୱୀ, ମୁଁ ଠିକ ଅଛି। ତୁମେ ଠିକ ଅଛ? ହଁ ହଁ ମୁଁ ଠିକ୍ ଅଛି। କୁହ ଏବେ। ମୁଁ ମୋବାଇଲରେ ଆଲୁଅ ଲଗାଏ, ତୁମେ ବ୍ୟସ୍ତ ହୁଅନି। ପୃଥ୍ୱୀ କହିକରି ଫ୍ଲାସ୍ ଲାଇଟ୍ ମାରିଲେ। ଶାଲିନୀ ଠିକ୍ ତାଙ୍କ ପଛରେ ହିଁ ଠିଆ ହୋଇଥିଲେ। ପୃଥ୍ୱୀ ନିଜକୁ ସମ୍ଭାଳି କରି ପୁଣି ଥରେ ଆଗକୁ ବଢ଼ିଲେ, ଆଉ ଶାଲିନୀ ବି ତାଙ୍କ ପଛେ ପଛେ ଚାଲିଲେ। ଶାଲିନୀ, ଏଇ ଯେଉଁ କଙ୍କାଳ ସବୁ ତଳେ ପଡ଼ିଛି, ଏମାନେ ସବୁ ଗୁପ୍ତଧନ ଲୋଭରେ ଆସି ନିଜ ନିଜ ଭିତରେ ମାରପିଟ ହୋଇ ମରିଯାଇଛନ୍ତି। ମୁଁ ହିଁ ତ ସମସ୍ତଙ୍କୁ ମାରିଛି, ତାହେଲେ ଏମାନଙ୍କୁ ଡରିବାର କ'ଣ ଅଛି? ଶାଲିନୀର କଥା ଶୁଣି ପୃଥ୍ୱୀ ହସିବାକୁ ଲାଗିଲେ। ତୁମେ ମାରିଛ? ଆଚ୍ଛା ତାହେଲେ କହିଲ, ଏ ଯେଉଁ ହାତରେ ଖଣ୍ଡା ଧରି କଙ୍କାଳ ମାନେ ପଡ଼ିଛନ୍ତି, ୟାକୁ କେମିତି ମାରିଲ କହିଲ? ଏହାପରେ ଶାଲିନୀ କହିଲେ, ଇଏ ଗୋଟେ ଇଂରେଜ ଥିଲା। ଏଇ ଦୁର୍ଗର ଗୁପ୍ତଧନ ଚୋରେଇବାକୁ ଆସିଥିଲା। ମୁଁ ପ୍ରଥମେ ତାର ଆଖି ତାଡ଼ିଦେଲି, ଆଉ ଜୀବନ୍ତ ତା ଶରୀରରୁ ହୃତ୍ପିଣ୍ଡକୁ ବାହାର କରିଦେଲି। ଆଉ ଇଏ ଏକ ମୋଗଲ ସେନାପତି ଥିଲା। ୟାର ପଞ୍ଜରା ହାଡ଼ଗୁଡ଼ିକୁ ମୁଁ ଭାଙ୍ଗିଦେଲି। ସେ ଭୟଙ୍କର ମରଣ ମରିଥିଲା। ଶାଲିନୀଙ୍କର କଥା ଶୁଣି ପୃଥ୍ୱୀ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କର ମନରେ ଶଙ୍କାଜାତ ହେଲା, କିନ୍ତୁ ସେ ଶାଲିନୀଙ୍କ କଥାକୁ ଥଟ୍ଟା ଭାବି ହସରେ ଉଡ଼ାଇଦେଲେ। ଆଚ୍ଛା, ତୁମେ ଯଦି ଏ ସମସ୍ତଙ୍କୁ ମାରିଛ, ତାହେଲେ ତାହେଲେ ତୁମକୁ ଏ କଥା ବି ଜଣାଥିବ ଯେ ଦୁର୍ଗରେ କେତେ ଗୁପ୍ତଧନ ଅଛି? ହଁ, ଜଣାଅଛି ନା। ଏଇ ଦୁର୍ଗରେ ଏତେ ଧନ ଅଛି ଯେ ପୁରା ଭାରତର ରାସ୍ତା ସୁନାରେ ତିଆରି କରାଯାଇପାରିବ। ଶାଲିନୀଙ୍କ କଥା ଶୁଣି ପୃଥ୍ୱୀଙ୍କ ଆଖି ଝଲସି ଉଠିଲା। ଫ୍ଲାସ୍ ଲାଇଟ୍ରେ ପୃଥ୍ୱୀ ଆଗକୁ ଆଗକୁ ବଢ଼ି ଚାଲୁଥିଲେ। ଠିକ୍ ସେତିକି ବେଳେ ଶାଲିନୀ ପୃଥ୍ୱୀଙ୍କ ହାତ ଧରି ତାଙ୍କୁ ଅଟକାଇ ଦେଲେ। ପୃଥ୍ୱୀ, ସେପଟେ ନୁହେଁ, ଗୁପ୍ତଧନର ରାସ୍ତା ଏଇପଟେ ଅଛି। ଏହା ଶୁଣିକରି ପୃଥ୍ୱୀ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ନକ୍ସା ତାଙ୍କ ହାତରେ ଥିଲା, ଆଉ ଶାଲିନୀ ଯେଉଁ ରାସ୍ତା କଥା କହୁଥିଲା ତାହା ନକ୍ସାରେ ନଥିଲା। କିନ୍ତୁ ଶାଲିନୀ, ନକ୍ସାରେ ତ ଏମିତି କୌଣସି ରାସ୍ତା ନାହିଁ। ତାହେଲେ ତୁମେ କିପରି କହିପାରୁଛ ଯେ ଏ ରାସ୍ତା ସିଧା ଗୁପ୍ତଧନ ପାଖକୁ ଯାଇଛି? ଏହା ଉପରେ ଶାଲିନୀ କହିଲେ, ଏଇ ରାସ୍ତା ପୃଥ୍ୱୀରାଜ ଚୌହାନ ତିଆରି କରିଥିଲେ, କାରଣ ଦରକାର ସମୟରେ ଶୀଘ୍ର ଗୁପ୍ତଧନ କାଢ଼ି ହେବ, ଆଉ ଅସହାୟ ଲୋକଙ୍କୁ ସାହାଯ୍ୟ କରିହେବ, ଯାହାର ମୂଲ୍ୟ ମୋର 5 ଭଉଣୀକୁ ପରିଶୋଧ କରିବାକୁ ପଡ଼ିଥିଲା। ପୃଥ୍ୱୀ, ଆମେ 7 ଭଉଣୀ ଥିଲୁ, ଯାହାଙ୍କ ଭିତରୁ 5 ଜଣଙ୍କୁ ମୋର ଆଖି ସାମ୍ନାରେ ସେ ତାଙ୍କର ଶବ୍ଦଭେଦୀ ବାଣ ଦ୍ୱାରା ମାରିଥିଲେ। ଶାଲିନୀଙ୍କର ଏହି କଥା ଶୁଣି ପୃଥ୍ୱୀ ଭାଙ୍ଗି ପଡ଼ିଲେ। ସେ ଡରରେ ଥରିବାକୁ ଲାଗିଲେ। ସେ ଥଙ୍ଗ ଥଙ୍ଗ ହୋଇ ଶାଲିନୀକୁ ପୁଣି କହିଲେ, କ'ଣ ହୋଇଛି ତୁମକୁ? କ'ଣ କହୁଛ ତୁମେ? ପୃଥ୍ୱୀରାଜ ଚୌହାନଙ୍କୁ ମାରିବାରେ କେତେ ଶତାବ୍ଦୀ ବିତିଗଲାଣି। ତାହେଲେ ତୁମେ ତାଙ୍କୁ କିପରି ଦେଖିଛ? ଆଉ ମୁଁ ଯାହା ଜାଣିଛି ତୁମର କେହି ବି ଭଉଣୀ ନାହାନ୍ତି। କିନ୍ତୁ ଶାଲିନୀ ପୃଥ୍ୱୀଙ୍କର ଏହି ପ୍ରଶ୍ନରେ ଚୁପ୍ ହୋଇ ଠିଆ ହୋଇ ପୃଥ୍ୱୀକୁ ଅନେଇ ରହିଲେ। ପୁଣି ତା ପର ମୁହୂର୍ତ୍ତରେ ଭିତରକୁ ଯିବାକୁ ଠାରି କରି କହିଲେ, ପୃଥ୍ୱୀ, ତୁମେ ଭିତରକୁ ଯାଅ। ତୁମକୁ ଗୁପ୍ତଧନ ଆପେ ଆପେ ଦେଖାଯିବ। ମୁଁ ତୁମ ପଛେ ପଛେ ଆସୁଛି। ପୃଥ୍ୱୀକୁ ବୁଝା ପଡ଼ୁନଥିଲା କି ଶାଲିନୀ କ'ଣ କହିବାକୁ ଚାହୁଁଛି। କିନ୍ତୁ ଗୁପ୍ତଧନ କଥା ଭାବିକରି ପୃଥ୍ୱୀ ଶାଲିନୀଙ୍କ କଥା ମାନି ଆଗକୁ ବଢ଼ିଲେ। ସେ କିଛି ପାଦ ଚାଲିବା କ୍ଷଣି ଚାରିପଟେ ଆପେ ଆପେ ମଶାଲ ଜଳି ଉଠିଲା। ତାଙ୍କୁ କାନ୍ଥରେ 5ଟି ତୀର ପଶି ରହିଥିବା ଦେଖାଗଲା, ଆଉ ତାର ଠିକ୍ ତଳେ ଗୋଟିଏ ଧନୁଶର ମଧ୍ୟ ପଡ଼ିଥିଲା। ଇଏ ତ ସେଇ ଧନୁଶର ଅଟେ ଯାହାକୁ ମୁଁ ପୁସ୍ତକରେ ପୃଥ୍ୱୀରାଜ ଚୌହାନଙ୍କ ହାତରେ ଦେଖିଥିଲି। ପୃଥ୍ୱୀ ମନେ ମନେ ଗୁଣୁଗୁଣୁ ହୋଇ କହୁଥିଲେ କି ତାଙ୍କ ନଜର ସୁନାରେ ଭରପୁର ନକ୍ସା ଉପରେ ପଡ଼ିଲା, ଯାହାକି ପୁରା ସୁନାରେ ଭରି ରହିଥିଲା। ଏତେ ସୁନା ଦେଖି ପୃଥ୍ୱୀଙ୍କ ଆଖିରେ ବି ସୁନେଲି ରଙ୍ଗର ଛାପ ପଡ଼ିଗଲା। ସେ ତୁରନ୍ତ ଏତେ ସୁନା ଦେଖି ଖୁସିରେ ମଦହୋସ ହୋଇଗଲେ, ଆଉ ପାଗଳଙ୍କ ଭଳି ସୁନାରେ ଗାଧେଇବାକୁ ଲାଗିଲେ। ହଠାତ୍ ତାଙ୍କୁ ଶାଲିନୀଙ୍କର ଶବ୍ଦ ଶୁଣାଗଲା। ସେ ଦେଖିଲେ କି ଶାଲିନୀ ତାଙ୍କ ପରି ଦେଖାଯାଉଥିବା ପୃଥ୍ୱୀ ସହିତ କଥାବାର୍ତ୍ତା କରି ତାଙ୍କ ପାଖକୁ ଆସୁଥିଲେ। ଶାଲିନୀ, ତୁମେ? କିନ୍ତୁ ତୁମେ ତ ମୋ ପଛେ ପଛେ ଆସୁଥିଲ, ତାହେଲେ ସାମ୍ନାରୁ କେମିତି ଆସିଲ? ଆଉ ଏ ଦ୍ୱିତୀୟ ପୃଥ୍ୱୀ କିଏ ଅଟେ? ଶାଲିନୀ ବି ତାଙ୍କ ସମ୍ମୁଖରେ ଆଉ ଏକ ପୃଥ୍ୱୀକୁ ଦେଖି ଚକିତ ହୋଇଗଲେ, କାରଣ ତାଙ୍କୁ ବି ପୃଥ୍ୱୀଙ୍କ ପଛପଟେ ଆଉ ଏକ ଶାଲିନୀ ଦେଖାଯାଉଥିଲା,
ଦୁହେଁ ଦୁହିଁକୁ ଦେଖିକରି ଚକିତ ହୋଇଗଲେ। ଶାଲିନୀଙ୍କ କହିବା କ୍ଷଣି ପୃଥ୍ୱୀ ଯେତେବେଳେ ବୁଲିକରି ଦେଖନ୍ତି ଶାଲିନୀ ଗୋଟେ ବ୍ରହ୍ମ ରାକ୍ଷସୀ ହୋଇଯାଇଥିଲା। ଦ୍ୱିତୀୟ ଶାଲିନୀଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଲେ, କିନ୍ତୁ ମଝିରେ ହିଁ ଅଟକି ଗଲେ, କାରଣ ଦ୍ୱିତୀୟ ଶାଲିନୀ ଯାହା ସହ ପୃଥ୍ୱୀ କଥା ହେଉଥିଲେ ସେ ବି ତାର ପ୍ରକୃତ ରୂପ ବ୍ରହ୍ମ ରାକ୍ଷସୀ ହୋଇଯାଇଥିଲା। ଲୋଭୀ ମଣିଷ, ତୁମକୁ କେବେ ବି କୌଣସି ଜିନିଷରେ ସନ୍ତୁଷ୍ଟି ମିଳିନାହିଁ ନା? ତୁମେ ତୁମ ଲୋଭରେ ଏତେ ଅନ୍ଧ ହେଇଯାଇଛ ଯେ ତୁମକୁ ଚୋରି କରିବାକୁ ପଡୁଛି। ଦୁଇ ବ୍ରହ୍ମ ରାକ୍ଷସୀ ନିଜର ବିଶାଳ ଆଉ ବିକଟଳ ରୂପ ଧାରଣ କରି ପୃଥ୍ୱୀକୁ ମାରିବାକୁ ଆସି ସାରିଥିଲେ। ପୃଥ୍ୱୀ ଦୁଇ ବ୍ରହ୍ମ ରାକ୍ଷସୀଙ୍କ ଆଖିରେ ନିଜର ମୃତ୍ୟୁକୁ ଦେଖିପାରୁଥିଲେ, ଯାହାକୁ ଦେଖି ସେ ଡରରେ ବାହାରକୁ ଯିବାକୁ ବାହାରିଲା ବେଳକୁ ସେ ଯାହା ଦେଖିଲେ ତାଙ୍କୁ ଦେଖି ତାଙ୍କର ଆଖି ଚକିତ ହୋଇଗଲା। ଯେଉଁ ଇଂରେଜ ଆଉ ମୋଗଲଙ୍କର କଙ୍କାଳ ସେ ଆସିଲା ବେଳେ ଦେଖିଥିଲେ, ସେ ଦୁଇ ଜଣ ହାତରେ ଖଣ୍ଡା ଧରି ପୃଥ୍ୱୀକୁ ମାରିବାକୁ ଆସୁଥିଲେ। ପୃଥ୍ୱୀ ସେହି ଦୁଇ ଜଣକୁ ଦେଖି ବୁଝି ସାରିଥିଲେ ଯେ ଯେତେବେଳେ ମଶାଲ ଲିଭି ଯାଇଥିଲା ଆଉ ଅନ୍ଧାର ହୋଇଥିଲା, ସେତେବେଳେ ଦୁଇ ବ୍ରହ୍ମ ରାକ୍ଷସୀ ଦୁଇ ରୂପ ଧରି ଜଣେ ପୃଥ୍ୱୀ ସାଜି ଶାଲିନୀଙ୍କ ସହ ଆଉ ଦ୍ୱିତୀୟ ଜଣକ ଶାଲିନୀ ସାଜି ପୃଥ୍ୱୀଙ୍କ ସହ ଦୁଇ ଜଣକୁ ବାଟବଣା କରିଥିଲେ। ପୃଥ୍ୱୀ ଆଉ ଶାଲିନୀ ଭୟଭୀତ ହୋଇ ଦୁହେଁ ଦୁହିଁଙ୍କ ପାଖକୁ ଆସିଲେ। ଆମେ ବ୍ରହ୍ମ ରାକ୍ଷସୀ ଅଟୁ, ଆମକୁ ଏଇ ଗୁପ୍ତଧନର ରକ୍ଷା କରିବାର ଅଭିଶାପ ମିଳିଛି। ଯଦି କେହି ଏହାକୁ ଛୁଇଁବ ତେବେ ଆମ ହାତରେ ତାର ମୃତ୍ୟୁ ସୁନିଶ୍ଚିତ। ବ୍ରହ୍ମ ରାକ୍ଷସୀ କହିବା କ୍ଷଣି ପୃଥ୍ୱୀ ଗୋଟେ ମୁହୂର୍ତ୍ତ ପାଇଁ ଭାବିବାକୁ ଲାଗିଲେ, କାରଣ ସେ କେବଳ ଗୁପ୍ତଧନକୁ ଛୁଇଁ ନାହାନ୍ତି, ବରଂ ସେଥିରେ ଗାଧୋଇଥିଲେ। ତାଙ୍କୁ ଜଣା ପଡ଼ି ସାରିଥିଲା ଯେ ଏବେ ବ୍ରହ୍ମ ରାକ୍ଷସୀ ହାତରେ ମରିବେ, କିନ୍ତୁ ତାଙ୍କୁ ନିଜର ନୁହେଁ ବରଂ ଶାଲିନୀଙ୍କର ଚିନ୍ତା ଅଧିକ ହେଉଥିଲା, କାରଣ ସେ ତାଙ୍କ ନିଜର ଲୋଭ ପାଇଁ ଶାଲିନୀଙ୍କର ଜୀବନକୁ ବିପଦରେ ପକାଇ ଦେଇଥିଲେ। ପୃଥ୍ୱୀ ଗୋଟିଏ କ୍ଷଣ ପାଇଁ ଶାନ୍ତ ହୋଇଗଲେ। ସେ ଖାଲି ଗୋଟେ ଲୟରେ ଶାଲିନୀକୁ ଦେଖୁଥିଲେ। ତାଙ୍କର ଆଖିରେ ପଶ୍ଚାତାପର ଲୁହ ଥାଏ। ତାଙ୍କୁ ଲାଗୁଥିଲା କି ବ୍ରହ୍ମ ରାକ୍ଷସୀ ପ୍ରଥମେ ତାଙ୍କୁ ମାରିବେ, କାରଣ ସେ ହିଁ ପ୍ରଥମେ ଗୁପ୍ତଧନକୁ ଛୁଇଁଥିଲେ, କିନ୍ତୁ ତାର ଠିକ୍ ଓଲଟା ଘଟିଲା। ଇଂରେଜ ଆଉ ସେନାପତି ଶାଲିନୀଙ୍କ ଆଡ଼କୁ ଯାଉଥିଲେ ଆଉ ନିଜ ଖଣ୍ଡାରେ ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ। ପୃଥ୍ୱୀ ନିଜ ଆଖି ସାମ୍ନାରେ ଶାଲିନୀକୁ ମରିବା ଦେଖିବା ବେଳେ କି ଯେ ଶାଲିନୀଙ୍କର ଆଖି ଏବେ ବି ସେହି ତୀର ଆଡ଼କୁ ଠାରୁଥାଏ। ତାଙ୍କୁ ଜଣା ପଡ଼ିଯାଇଥିଲା ଯେ ତାଙ୍କୁ ଏବେ କ'ଣ କରିବାର ଅଛି। ପୃଥ୍ୱୀ ତୁରନ୍ତ ଧନୁଶର ଧରି ତୀରକୁ ତୀର ଲାଗିଥିବା କାନ୍ଥରୁ ଆଣିଲେ। ସେ ଯେମିତି ତୀର ଉଠାଇଛନ୍ତି, ତାଙ୍କ ଦେହରେ ଯେମିତି ପୃଥ୍ୱୀରାଜଙ୍କର ଆତ୍ମା ପଶିଗଲା ଭଳି ଲାଗିଲା। ତାଙ୍କର ଅଙ୍ଗଭଙ୍ଗୀ ଯେମିତି ଗୋଟିଏ କ୍ଷଣରେ ବଦଳିଗଲା। ଛାତି ଚଉଡ଼ା ଏବଂ ବାହୁ ପ୍ରସାରିତ ହୋଇଗଲା। ଆଖିରେ ତେଜ ଆଉ ସମ୍ମୁଖରେ ଉଜ୍ଜ୍ୱଳତା ଆସିଗଲା। ତାପରେ ନିଜ ଆଖି ବନ୍ଦ କରି ପୃଥ୍ୱୀ କହିଲେ, 4 ବାଉଁଶ 24 ଗଜ ଆଙ୍ଗୁଳି ଅଷ୍ଟ ପ୍ରମାଣ, ତା ଉପରେ ଅଛି ବ୍ରହ୍ମ ରାକ୍ଷସୀ ଲକ୍ଷ୍ୟ ବେଦରୁ ବାଦ ପଡ଼ିବନି ଚୌହାନ। ଏତିକି କହି ପୃଥ୍ୱୀ ତୀରକୁ ପବନରେ ଛାଡ଼ିଦେଲେ, ଯାହା ସିଧା ପବନରେ ଉଡ଼ୁଥିବା ବ୍ରହ୍ମ ରାକ୍ଷସୀ ଦେହରେ ବାଜିଲା। ଆଉ ସଙ୍ଗେ ସଙ୍ଗେ ପୃଥ୍ୱୀ ଆଉ ଏକ ତୀର କାଢ଼ି ଧନୁଶରରେ ଲଗାଇ ପବନକୁ ଛାଡ଼ିଦେଲେ, ଯାହା ଯାଇ ଦ୍ୱିତୀୟ ବ୍ରହ୍ମ ରାକ୍ଷସକୁ ଲାଗିଲା। ଦୁଇ ବ୍ରହ୍ମ ରାକ୍ଷସୀ ଏବେ ମରିସାରିଥିଲେ, ଆଉ ତାଙ୍କ ସହ ସେନାପତି ଆଉ ଇଂରେଜଙ୍କ ଆତ୍ମା ବି ବାୟୁରେ ବିଲୀନ ହୋଇଗଲା। ପୃଥ୍ୱୀ ଯେତେବେଳେ ହୋସକୁ ଆସିଲେ, ସେ ଦେଖିଲେ ଗୋଟେ ପଟେ ଗୁପ୍ତଧନ ପଡ଼ିଥିଲା ଆଉ ଆରପଟେ ଶାଲିନୀଙ୍କ ଅବଶେଷାଙ୍ଗ। ପୃଥ୍ୱୀ ମ୍ରିୟମାଣ ହୋଇ ଶାଲିନୀଙ୍କର ଶରୀରର ଖଣ୍ଡଗୁଡ଼ିକ ପାଖକୁ ଯାଇ ତାକୁ ଏକାଠି କରି କହିବାକୁ ଲାଗିଲେ, ଶାଲିନୀ, ଗୁପ୍ତଧନ ମିଳିବା ପରେ ତୁମେ ଏହାର କ'ଣ କରିବ? କୁହାଯାଉଛି ଯେ ସେହି ଘଟଣା ପରେ ପୃଥ୍ୱୀ କେବେ ବି କାହାକୁ ଦେଖାଯାଇ ନାହାନ୍ତି। ହଁ, ଅଧିକାଂଶ ଥର ଲୋକମାନେ କୌଣସି ଲୋକକୁ ଦୁର୍ଗ ପାଖରେ ବୁଲୁଥିବାର ଦେଖିଛନ୍ତି, ଯେ ନିଜେ ନିଜେ ଏହା କହି ବୁଲନ୍ତି ଯେ ଗୁପ୍ତଧନ ମିଳିବା ପରେ ତୁମେ ଏହାର କ'ଣ କରିବ? ଗୁପ୍ତଧନ ମିଳିବା ପରେ ତୁମେ ଏହାର କ'ଣ କରିବ? ଗୁପ୍ତଧନ ମିଳିବା ପରେ
ତୁମେ ଏହାର କ'ଣ କରିବ?